দীর্ঘাক্ষী দীর্ঘ দন্ত মনুজ দল দলা দেবতা দক্ষিণাশ দিব্যত্র দিব্য কান্তি দর দবন দীপ্ত দেহা দর্পদন্তে দিশি দিশি দধতি দ্রুত দুর্দমি দোষ দেবী দুর্গা দুরত দళতম দুর্গতি দ্রাবদগ্য বাবরে মহাଶୟ କହିଲେ ମାଙ୍କୁ ବିଣାରେ ଆଣିବା ମଧ୍ୟବର୍ଣ୍ଣରେ ଆଣିବା ଲେଖ ଲେଖେ ପନ୍ଥା ନୌପକ୍ରୁବନ୍ତି ଧ୍ୱନି କୃତା तिष्ठन्ति के पादके के पदाब्रहिता व्रजन्ति कृतर्जमा राजते कांतार रोते कास्ती कलिन्या खींचा करते जा प्रश्न कर मध्यवन घटिता सा देवी पादव कवि कहले के पांथान उपकृबंती पथिक मानकर उपकार किए करंती आज्ञा वृक्ष माने छाई देई थांती तांकर अन्य नाम वृक्षर अन्य नाम होला पादप आद्य प्रांत लुप्त कले रहिला द के पांथान उपकृबंती ध्वनिकृता तिष्ठन्ति के पादके वृक्षर के माने ध्वनि करंती आज्ञा पक्षी माने ध्वनि करंती पक्षीर अन्य नाम है पक्षीण संस्कृत शब्द है पक्षीण आद्य प्रांत लुप्त कले है खी आसिला दखी ब्रजंती आकाशे माने गगन रे तळरु जाई गगन रे के माने विचरण करंती आज्ञा धूलिकणा माने धूलिकणार अन्य नाम है रेणव जेहेतु सी रेणु पादर रेणु जाई की आकाश मंडल घूरी बुलती तेणु तार अन्य नाम है रेणव आद्य प्रांत लुप्त कले रहिला न आसिला दक्षिण के पांथान उपकृबंती ध्वनिकृता तिष्ठन्ति के पादके के पदाब्रहिता व्रजन्ति आज्ञा आमे केउठारे उड़न्ति से माने आज्ञा गगन रे गगन रो अन्य नाम है आकाश आद्य प्रांत लुप्त कले रहिला का जे माने पाप कर्म रे लिप्त रुहन्ति सेमानकर मुख कौन हो जाए कला पड़ जाए तार अन्य नाम है काली माँ आद्य प्रांत लुप्त कले रहा ली जो मैंने अग्रगति करते से कौन कह जाए विकास आद्य प्रांत लुप्त कले रहा का आसिला दक्षिण कालिका मध्यबर्णर आसिला दक्षिण कालिका तबे से माँ जगज्जनी गोटे दुईपद वंदना गाइबा जय मा कालिका कराली देवी दत्य मानकर गर्भ को दर्बी रक्षा करियो छय दिबी भूमि दया करी पद कहिब भाबी मा केते केते भक्त सेबी तो दया के बारू पद कहि बारू मा केते होई गले करी क्षमा कामना घर खाऊ काबली खाऊ धीर तंडुल्यर पूजा शिव शंकर मा कोलारे सभा मंदार धूप दीप दे नैवेद्य दियंती मा दियंती पुष्पर
ଶୁଣି ବନ୍ଦିଲି ବାଳକ ମାନଙ୍କୁ କଲି କଲ୍ୟାଣ ଦୟା ରଖିଥାନ୍ତୁ ହେ ପଞ୍ଚାନନ ଆଉ ଲେଖଇ ପବିତ୍ର ହେ ସୁଯୋଗ ବହୁତ ଧନ୍ୟବାଦ ଏବଂ ସାଧୁବାଦ ସମସ୍ତ କଳାକାର ବନ୍ଧୁମାନେ ସୁରୁଖୁରୁ ଭାବେ ଟିକେ ସମାବକର ମାଇକ୍ ଥିଲା ମୋତେ ଏଠି କାରଣ ଯାହା ହଉ ଚଳିତ ବର୍ଷର ଇଏ ଦ୍ୱିତୀୟ ରାତ୍ରି ତେଣୁ ଇଏ ଦ୍ୱିତୀୟ ରାତ୍ରି ଭିତରେ ଆମର ବିରୁ ସହିତ କାଣ୍ଡେଶ୍ୱର ଭଲ ବହୁତ ବଢ଼ିଆ ଲାଗୁଥିଲା। ମୁଁ ଭାବୁଥିଲି ବିରୁ ବିରୁ କ'ଣ ବିରୁ ମୁଁ ଦେଖିନଥିଲି କଳାକାରମାନଙ୍କୁ ହୁଏତ ଆପଣମାନେ ମୋତେ ଦେଖିଥିବେ କ'ଣ ମୁଁ ଜାଣିନି ମଞ୍ଚରେ କେଉଁଠି ପଡ଼ିଥିବେ। ମୁଁ 22 ବର୍ଷ ପ୍ରାୟ ହେଇଯିବ ଜଜମେଣ୍ଟ ବେଶୀ ହେବ 2002ରୁ 24 ବର୍ଷ ଭିତରେ ମୋର ପଡ଼ିନଥିଲା। ଯାହା ବହୁତ ସୁନ୍ଦର ଗାୟନ ଶୈଳୀ ସୁନ୍ଦର ନୃତ୍ୟ ବି ସୁନ୍ଦର। ଏ ଯେଉଁ ଛୋଟ ଛୋଟ ପିଲାମାନେ ସବୁ ଆସୁଛନ୍ତି ବଢ଼ିଆ ନୃତ୍ୟ ଶୈଳୀ ଗୁଡ଼ିକ ବଢ଼ିଆ ମଧ୍ୟ ମୋତେ ଲାଗିଲା ଜୋରଜାରଟା ଆପଣମାନଙ୍କ ଭିତରେ ଗୋଟେ ଫାଇଟ୍ ହେଉଛି ଖୁସି ଲାଗିଲା। ଆଉ ତ ସେ ସ୍ୱାଭାବିକ ଭାବେ ପୁରାତନ ତାଙ୍କୁ ସମସ୍ତେ ଜାଣନ୍ତି ତାଙ୍କର ତାଳ ନୃତ୍ୟ ଗୀତ ଛନ୍ଦ ବାଦ୍ୟ ଏବଂ କ୍ୟାସେଟ ସଂଯୋଜନା ଯେଉଁଟା କରେ ତାର ମଧ୍ୟ ଭିନ୍ନ ଏକ ସ୍ୱାଦ ନିଶ୍ଚିତ ଭାବେ କହିବେ। ଆଉ ଖାଲି ଗତାନୁଗତିକ ଭାବେ କାଳେ କିଏ ଆପଣମାନେ କହିବେ କ'ଣ ବୋଲି ସେଇଥିପାଇଁ କିଛି ପଚାରିବା ଟିକେ ସାଉଣ୍ଡ ଆଉଥିବ ପିଲା ମୋ କଣ୍ଠ ବସୁଛି ମୋର ଏଇଟା ବି ଟାଣି ହେଉଛି ଗ୍ଲାନ୍ ପାଇଁ। ଆପଣମାନେ ସବୁ ଭାଗବତ ପଢ଼ନ୍ତି ନାଇଁ ଟିକେ ହେଲେ ଭାଗବତ ଏହା କହିଲା ଭାଗବତ ସେୟା କହିଲା ମୋତେ କହିବ ତେଲି ଭାଗବତ କିଏ ପଢ଼ିଛି? ତେଲି ଭାଗବତ ଗାୟକ ମହାଶୟ ଆସିଛନ୍ତି ଆଗେ ତେଲି ଭାଗବତ ବିଷୟରେ ଟିକେ କହିବେ। ସାର୍ ତେଲି ଭାଗବତ କହିଲେ ଆମର ଭାଗବତ ଭିତରେ ଯୋଉଟା ଅଛି ଧ୍ରୁବ ଚରିତ୍ର ତେଲି ଭାଗବତ ମୀମାଂସାଟି କହିବ ଇଏ ହେଲା ଭାଗବତ ସେ କାହିଁକି ତେଲି ଭାଗବତ? ସାର୍ ଯେତେବେଳେ ଜଗନ୍ନାଥ ଠିକ ଅଛି ଆପଣ କହିଛନ୍ତି ଟିକେ ଧ୍ରୁବ ଚରିତ୍ର ସିଏ କ'ଣ ଜାଣିଛନ୍ତି ଟିକେ କୁହନ୍ତୁ। ଏଇଟା ଥରେ ପଡ଼ିଥିଲା ଗୋଟେ ପେଣ୍ଡାଲରେ ମୋର ଟିକେ ମନେ ପଡ଼ୁନି ଏଇ ତେଲି ଭାଗବତ କଥା ମୁଁ ଟିକେ ସେଥିରେ ଖିଆ ଆରେ ମୁଁ କ୍ୟାସେଟ କରିକିରି ଛାଡ଼ିଥିଲି ୟୁଟ୍ୟୁବରେ ଯଦି ଦେଖିଥିବ ବି ଜାଣିଥିବ ବାଦି ଲାଗିଥିଲେ ଯେ ଦେଖିଥିବେ ଜାଣିଥିବେ। ଜଗନ୍ନାଥ ଦାସ ଯେତେବେଳେ ଭାଗବତ ଲେଖିଲେ କିଛି କହନ୍ତୁ ସେ କହନ୍ତୁ ଆପଣ କହିବେ। ଆଜ୍ଞା ଯେତେବେଳେ ଜଗନ୍ନାଥ ଦାସ ଭାଗବତ ଲେଖିଲେ ତାଙ୍କ ପିତା ଆଗରୁ ଭଗବାନ ଦାସ ବି ଲେଖିଥିଲେ ତେଣୁକରି ସେଇ ଅମଳରୁ ହିଁ ଏଇ ତେଲି ଭାଗବତ ଉଦ୍ଦିଷ୍ଟ ହୋଇଥିଲା। ତେଲି ଭାଗବତ ଯାହା ଆହାରେ ଭଲ ମନ୍ଦ ନାହିଁ ତାହା ଧ୍ରୁବ ଚରିତ ତାହା ଏଇ ଆଜ୍ଞା ଟିକେ କହୁଛନ୍ତି କୁହନ୍ତୁ ସମସ୍ତେ ଜାଣିବେ। ଜଗନ୍ନାଥ ଦାସ ଯେତେବେଳେ ଭାଗବତ ରଚନା କରିସାରିଲେ କରୁଥିଲେ ସେଇ ସମୟରେ ଭାଗବତକୁ ଶୁଦ୍ଧି କରିବା ପାଇଁ ମାନେ କୋଉଠି କ'ଣ ଅଛି ଅସୁବିଧା ଅଛି ତାକୁ ଶୁଦ୍ଧି କରିବା ପାଇଁ ଚିନ୍ତା କରାଗଲା। ସେଠି ଯୋଉ ତେଲି ଭାଗବତ କହୁଛନ୍ତି ସେ ତେଲି ତାଙ୍କୁ ଇଏ ହେଲା ଯେ ଜଗନ୍ନାଥ ଜଣେଇଲେ ଯେ ସେ ତେଲି ଘରେ ଯାଇକି ତମେ ତାଙ୍କ ପାଖରେ କୋଉଠି ସାର୍ ମନୁ ତେଲି ତାଙ୍କ ଘରକୁ ଯେତେବେଳେ ଗଲେ ସିଏ ତାକୁ ସଂଶୋଧନ କରିଲେ ସଂଶୋଧନ କରିକି ସେଇଠୁ ମାନେ ଧ୍ରୁବ ଚରିତ୍ର ସେ ଲେଖିଥିଲେ ଯୋଉ 14 ଅକ୍ଷରୀ ଲେଖିଥିଲେ କିନ୍ତୁ ସେଟା ସିଏ ନବାକ୍ଷରୀ ଯେତେବେଳେ ଲେଖିଲେ ସଂଶୋଧନ ହେଇଛି ନବାକ୍ଷରୀ ଛନ୍ଦରେ ଲେଖା ହେଇଛି କିନ୍ତୁ ଧ୍ରୁବ ଚରିତ୍ରଟା କେବଳ ଟିକେ ପରିଷ୍କାର ଭାବରେ କଥାଟା କହିବା ସମସ୍ତେ ଜାଣିଲା ଭଳି କଥା ହେଲା। ଜଗନ୍ନାଥ ଦାସ ଲେଖିଲେ ଭାଗବତ ପ୍ରଭୁଙ୍କର କୃପାରୁ ଲେଖିଲେ ଏବଂ ପ୍ରଭୁଙ୍କ ପାଖରେ ଯେତେବେଳେ ସମର୍ପଣ କଲେ କହିଲେ ଆଉ ଗୋଟେ ପଦ ଏଠି ଅଛି ଲେଖା ଆଉ ଅନେକ ତ୍ରୁଟି ଅଛି ଆଉ ଗୋଟେ କଥା ଲେଖା ହବ କହିଲେ ପ୍ରଭୁ ଆପଣ ଦୟା କଲେ ମୁଁ ଲେଖିବି ଆପଣ କହିଦେବେ ମୁଁ ସାଙ୍ଗେ ସାଙ୍ଗେ ଲେଖିଦେବି। ଜଗନ୍ନାଥ ମହାପ୍ରଭୁ କହିଲେ ମୋର ସେ ଶକ୍ତି ନାହିଁ ମୁଁ ସଂଶୋଧନ କରିପାରିବି ନାହିଁ
ତମେ ଯାଅ କୋଉଠିକି, କୋଉ ଜାଗା ମନେ ନାହିଁ, କାଣ୍ଡଗୋଦା ଯାଅ। କାଣ୍ଡଗୋଦାରେ ମନୁ ନୁହେଁ ମନେଇ ତେଲି, ଜଣେ ମନେଇ ତେଲି ଅଛନ୍ତି, ତାଙ୍କ ଘରେ ନେଇକରି ଗ୍ରନ୍ଥଟି ଦେବ, ସିଏ ସଂଶୋଧନ କରିକି ଫେରେଇ ଦେବେ। ଏ କଥା କହିଲେ ଜଗନ୍ନାଥ ଦାସ, ଜଗନ୍ନାଥ ମହାପ୍ରଭୁ। ଜଗନ୍ନାଥ ଦାସ ନିର୍ଦ୍ଦିଷ୍ଟ ଦିନ ଗ୍ରନ୍ଥଟିକି ଧରି ଚାଲିଗଲେ କାଣ୍ଡଗୋଦା। ଯାଉ 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 ବାଟରେ ଜଣେ ବ୍ୟକ୍ତି ହଳ କରିକି ଫେରୁଛନ୍ତି। କହିଲେ ଆପଣ ଜଗନ୍ନାଥ ଦାସ ତ, ଆପଣ ଗ୍ରନ୍ଥ ସଂଶୋଧନ କରିବାକୁ ଆସିଛନ୍ତି ଆମ ଗାଁକୁ, ମନେଇ ତେଲି ବୁଝିବେ କି? ଇଏ ଆଶ୍ଚର୍ଯ୍ୟ କହିଲା, ମୁଁ ତ କାହାକୁ କହିନି, ମୁଁ ତ କହିନି, ଆପଣ କେମିତି ଜାଣିଲେ? ନା ଗାଁ ସାରା ଭୁଲ ପଡ଼ିଛି, ଆଜି ମନେଇ ତେଲି ଭାଗବତ ଚେଞ୍ଜ କରିବ। ସିଏ ନିଜେ ମନେଇ ତେଲି ଧରିକିରି ଡୋଣ୍ଟ ଡିଷ୍ଟର୍ବ ନା କ୍ୟାସେଟ୍ ନାଇଁ, ଏଠି କ୍ୟାସେଟ୍ ହଉଛି, କାହିଁ ପାଟି କରୁଛନ୍ତି ଆପଣ? କଥା ହେଲା ଜଗନ୍ନାଥ ଦାସ ନେଇକିରି ଗଲେ ଏବଂ ମନେଇ ତେଲି କହୁଛି, ମନେଇ ତେଲି ହଟିକି ଆଶ୍ଚର୍ଯ୍ୟ। ଇଏ ଆଶ୍ଚର୍ଯ୍ୟ କହିଲେ, କି କଥା, ପ୍ରଚାର ହେଇନି, ମୁଁ ତ କେହି ଜାଣିନାହାନ୍ତି, ଇଏ ବାବୁ କିଏ? ଠିକ ଅଛି ତମେ ଆସ, ମୁଁ ଦେଖେଇଦେବି ମନେଇ ତେଲିର ଘର। ହଳ କରିକିରି ଫେରୁଛନ୍ତି, ଟିକେ ସାଉଣ୍ଡ ଟା, ହଳ କରିକି ଫେରୁଛନ୍ତି, ଲଙ୍ଗଳକୁ ଧରିଛନ୍ତି, ନେଇଗଲେ ନିଜ ଘରକୁ ବସେଇଦେଲେ। କହିଲେ ସାଧୁ ମହାତ୍ମା ଏଇଠି ବସନ୍ତୁ, ମୁଁ ଘରୁ ଆସୁଛି, ଯିବା ତାଙ୍କ ଘରକୁ। ମନେଇ ତେଲି ଯାଇ ଘରେ ବଦଳ ବଦଳି କରି ଗାଧୁଆ ପାଧୁଆ କରି ଫ୍ରେଶ ଫ୍ରାସ ହେଲା ବେଳକୁ ସମୟ 20-25 ମିନିଟ ଅଧଘଣ୍ଟା ହେଲାଣି। ଜଗନ୍ନାଥ ଦାସ ରାଗିକିରି ପୁରା କିଏ ଗୋଟେ ମନେଇ ତେଲି ଟିକେ ନେବ, ମତେ ଆଣି ତା ଘରେ ବସେଇଛି, ରାଗିକିରି ବ୍ରାହ୍ମଣ ମନ୍ତ ତାକୁ ମାନେ ଆଶୀର୍ବାଦ ଜାଗାରେ ଅଭିଶାପ ଦେବାକୁ ବସିଲେଣି। ତାପରେ ଆସିଲେ ସଜବାଜ ହେଇ, କହିଲେ କିଏ ତମେ ଏତେ ସମୟ ମତେ ଏଠି ବସେଇଛ, ଯିବା ତ। ମନେଇ ତେଲି ଘରକୁ କାହିଁ ଯିବେ ଯେ? ମୁଁ ପୁରା ମନେଇ, ତୁମେ ମନେଇ ତେଲି କହିଲନି, କହିଲା ମଲା ଆମ ସାଧୁ ବେଶରେ ଆସିବେ, ହଳ ଲଙ୍ଗଳ କରୁଛି, କାଦୁ ମାଦୁ ହେଇଛି, ମତେ ଗ୍ରନ୍ଥ ସଂଶୋଧନ କହିଲେ ଆପଣ ହଉଛି ଯାଆନ୍ତି। କହିଲେ ହଉ ଠିକ ଅଛି, ଗ୍ରନ୍ଥଟି ଦିଅ। ନେଇକିରି ଗ୍ରନ୍ଥଟି ରଖିଲେ। ହଳ କରିକିରି ଆଣିଥିବା କଙ୍କଡା ଗୁଡ଼ିକ ଯତ୍ନରେ ରାନ୍ଧି ଦେଇଛନ୍ତି, ତରକାରୀ ହେଇଛି କଙ୍କଡା ତରକାରୀ। କହିଲେ ଗ୍ରନ୍ଥ ତ ସଂଶୋଧନ ହବ, ଅତିଥି ଦେବଂ ଭବ, ଆସ ଯାହା ଅଛି ଖାଇନେବା। ତାଙ୍କ ସ୍ତ୍ରୀ ଭାତ ସହିତ କଙ୍କଡା ଝୋଳ। ଜଗନ୍ନାଥ ଦାସ ନୈଷ୍ଠିକ ବ୍ରାହ୍ମଣ ରାଗିକିରି ମାନେ ତାତି ଗଲେଣି, ବାଛି ଗଲେଣି, କି କଥା, ଇଏ ମତେ କଙ୍କଡା ଝୋଳ ବେଳେ ଦେଇଛନ୍ତି। ଇଏ ତ ମନେଇ ତେଲି ଜଗନ୍ନାଥ ମହାପ୍ରଭୁ ପଠେଇଛନ୍ତି, ସେ ଯାହା ଦେବେ ଖାଇବା, ନହେଲେ ପ୍ରଭୁ ରାଗିବେ। ଯଦି ଗ୍ରନ୍ଥ ସଂଶୋଧନ ପରେ ତାଙ୍କୁ ଖାଦ୍ୟ ଖାଇବା ପଡ଼ିବ। ତେଣୁ ଖାଦ୍ୟକୁ ଯେତେବେଳେ ଖାଇଲେ ସେ ଦିବ୍ୟ ଅନ୍ନ ହେଲା, ସେ ତ କଲା। ଗ୍ରନ୍ଥଟି ଛାଡ଼ିକିରି ଗଲେ, ଛାଡ଼ି ଦେଇକିରି ଆସିଲେ ଯୋଉଦିନ ପୂର୍ଣ୍ଣିମା, ଭାଗବତ ଜନ୍ମ, ପୁଣି ସେଇଦିନ ଆସିକିରି ପହଞ୍ଚିଲେ। ପହଞ୍ଚିକି ଯେତେବେଳେ ଭାଗବତ ନେଇକିରି ଦେଖିଲେ, ନିଜେ ଲେଖିଛନ୍ତି 14 ଅକ୍ଷରୀ, କିନ୍ତୁ ସମସ୍ତ ତଥ୍ୟ 9 ଅକ୍ଷର ହେଇଛି। ବହୁତ ମନ ଦୁଃଖ କଲେ, ମୋ ମା ବୁଝିପାରିବନି 9 ଅକ୍ଷରରେ, ମୋ ମା ପାଇଁ ମୁଁ କରିଥିଲି। ଜଗନ୍ନାଥ ମହାପ୍ରଭୁଙ୍କୁ ଯାଇକି ନିବେଦନ କଲେ, ପ୍ରଭୁ ମୁଁ 14 ଅକ୍ଷର ଲେଖିଥିଲି, ମୋର 9 ଅକ୍ଷର ହେଇଯାଇଛି। କହିଲେ ହଉ ଠିକ ଅଛି, ଆମେ ଗୋଟାଏ କାମ କରିବା, ଆଉ ଚେଞ୍ଜ ତ ହବନି, ଧ୍ରୁବ ଚରିତ୍ରଟା ଯୋଉ ଲେଖିଛ ସେଇଟା ମୁକ୍ତି ମଣ୍ଡପରେ ଚେଞ୍ଜ ହବ। ତେଣୁ ଧ୍ରୁବ ଚରିତ୍ରଟାକୁ କେବଳ 14 ଅକ୍ଷର ହେଲା, ଆଉ ସମସ୍ତ 9 ଅକ୍ଷର। ଯେହେତୁ ଗ୍ରନ୍ଥ ସଂଶୋଧନ ହେଇଥିଲା, ତେଲି ଘରେ ତାର ନାମ ଲେଖା ହେଲା ତେଲି ଭାଗବତ। ବହୁତ ଧନ୍ୟବାଦ, ବହୁତ ସମୟ ଗପ ହେଇଗଲା ବୋଧେ। ଆଚ୍ଛା, ଆମ ମା ମାନଙ୍କୁ ଗୋଟେ କଥା ଖାଲି କହିଦେଇକି ବିଦାୟ କରୁଛି ଆପଣମାନଙ୍କୁ। ମା ମାନେ, ଆପଣମାନେ ଦେବୀ, ଆକ୍ଚୁଆଲି ଦେବୀ ଗଙ୍ଗା, ସେ ପାର୍ବତୀ, ସବୁ ଆପଣମାନେ ଆସିଛନ୍ତି। ଗୋଟେ ମନ୍ଦିର ତିଆରି ହେଇଛି, ସେ ମନ୍ଦିରର ପ୍ରତ୍ୟେକ ଇଟାରେ ସୁନା ଦିଆ, ସ୍କନ୍ଦ ପୁରାଣ। ମନ୍ଦିରର ଇଟାରେ ସୁବର୍ଣ୍ଣ ମିଶେଇକି, ପ୍ରତ୍ୟେକ ଇଟାରେ ସୁବର୍ଣ୍ଣ ଦେଇକିରି କରାହେଇଛି ମନ୍ଦିରଟା, ଦେବୀ ମନ୍ଦିର। କିଏ କହିପାରିବେ? କର୍ଣ୍ଣାଟକ।
କହିବାର କ'ଣ ଯୋଉ କାହିଁକି ହବ ବୟସ କର୍ଣ୍ଣାଟକ କି ଭୟ ତ ନାହିଁ ଆଉ କର୍ଣ୍ଣାଟକ ଜାଣିନାହାନ୍ତି। ବହୁତ ବହୁତ ଧନ୍ୟବାଦ। ଏବେ ଆମେ ଆପଣମାନଙ୍କୁ ଏ ସୁନ୍ଦର ସ୍ୱାଙ୍ଗକୁ ଏଇଠି ବିରତି ଦେବୁ ଏବଂ ଆପଣମାନେ ଆମର ଆତିଥ୍ୟ ଏ ଯେଉଁ ସଂସ୍ଥା ଆପଣ ଆମର ଏ ପିଲାମାନେ କରୁଛନ୍ତି ଜଗତ ଜନନୀ ଦଣ୍ଡ ନୃତ୍ୟ କଳା ପରିଷଦ, ସେ ପିଲାମାନେ ଆଶା କରି ମୁଁ ତ ଆତିଥ୍ୟ ପାଇକି ମୋର ବଳିଲାନି, ବହୁତ ଦିନ ହେଲାଣି ନେଉଛି। ଆପଣମାନଙ୍କ ଆତିଥ୍ୟ କେମିତି ଲାଗିଲା ଟିକେ ସଂକ୍ଷେପରେ କହିବେ। ଆମ ଜଗତ ଜନନୀ ଦଣ୍ଡ ନୃତ୍ୟ କଳା ପରିଷଦ ଗନ୍ଦିଆ। ଆଜ୍ଞା ଏ ଗାଁ ତ ବହୁତ ସୁନ୍ଦର। ଆଗରୁ ଏଠି କଳା ପରିଷଦ କରୁଛନ୍ତି ବରିଷ୍ଠ କଳାକାରମାନେ, ଆମେ ତ ଏଠି ନୂଆ ଆଜ୍ଞା। ଯାହା ଆସିଛୁ ଯାହା ଖାଦ୍ୟପେୟରୁ ଧରି ଆମକୁ ଯେତିକି ଯତ୍ନ ନେଇଛନ୍ତି ଏ ଗ୍ରାମର କମିଟି ବନ୍ଧୁମାନେ ଏବଂ ସେ ଗୁରୁ ଗୁରୁଜନମାନଙ୍କୁ ମୋର ଭୂମିଷ୍ଠ ପ୍ରଣାମ। ଆଉ କିଛି ମୋର କିଛି କହିବାର ନାହିଁ। ବହୁତ ବଢ଼ିଆ ଆଜ୍ଞା। ବହୁତ ବହୁତ ଧନ୍ୟବାଦ। ତେବେ ଆପଣ ସନ୍ତୁଷ୍ଟ ସଂକ୍ଷେପ ରଖିବେ। ଧନ୍ୟବାଦ ସାର୍ ଦୀପକ କରିବା ପାଇଁ ସୁଯୋଗ ଦେଇଥିବାରୁ। ସର୍ବପ୍ରଥମେ ଏହି ଆୟୋଜନ କମିଟି ଏବଂ ଗ୍ରାମବାସୀଙ୍କ ପାଖରେ ଏ ଅଗମ ଅକିଞ୍ଚନ ଅନନ୍ତ କୋଟି ଦଣ୍ଡବତ ଜଣାଇ ନିଜର ମୋର ବକ୍ତବ୍ୟ ମୁଁ ଆରମ୍ଭ କରୁଛି। ତ ସର୍ବୋପରି ଏ ଗ୍ରାମ କଳା ଐତିହ୍ୟର ଗ୍ରାମ, ସଂସ୍କୃତିର ଗ୍ରାମ। ତେଣୁ କଳାକାରମାନେ ବା ଯେଉଁମାନେ ଆତିଥ୍ୟ ଏଇ ଜାଗାର ଅତିଥି ସେମାନଙ୍କୁ ଆତିଥ୍ୟ କେମିତି ଦିଆଯାଏ ଏଇ ଗାଁ ପାଖକୁ ଶିଖିବା ପାଇଁ ପଡ଼ିବ। ଅତି ସୁନ୍ଦର ଗ୍ରାମ, ସ୍ନେହ ଶ୍ରଦ୍ଧା କେଉଁଥିରେ ଉଣା ନାହିଁ, ସବୁଥିରେ ଭଲ। ତେଣୁ ମୁଁ ଆପଣ ଏ ଗ୍ରାମବାସୀମାନଙ୍କୁ ତଥା ଅନୁଷ୍ଠାନ କର୍ମକର୍ତ୍ତାମାନଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଦେବି ଯେ ଆପଣମାନେ ଏମିତି ପ୍ରତ୍ୟେକ ବର୍ଷ କରନ୍ତୁ। ଅନେକ ଜାଗାର ଲୋକମାନେ ଆସିକି ଆପଣଙ୍କ ଗାଁରେ ରୁଣ୍ଡ ହେଇକି ଆପଣଙ୍କର ଏଇ ସଂସ୍କୃତି ସମ୍ପନ୍ନ ଗ୍ରାମରେ ଦର୍ଶନ କରୁଛନ୍ତି। ଆମେ ବି ଦର୍ଶନ କରୁଛୁ ଆପଣମାନଙ୍କୁ। ଆମେ ନ ଆସିଲେ ଆଉ କୌଣସି କଳାକାର ଆସିବେ। ତେଣୁ ଆପଣମାନଙ୍କୁ ପରିଶେଷରେ ଅନେକ ଅନେକ ଧନ୍ୟବାଦ ଦେଇ ମୋର ବକ୍ତବ୍ୟ ଶେଷ କରୁଛି। ଜୟ ଜଗନ୍ନାଥ। ଯାହା ହଉ ଗାଁ ବାଲାଙ୍କର ଆତିଥ୍ୟରେ ଆପଣମାନେ 100% ସନ୍ତୁଷ୍ଟ ନିଶ୍ଚିତ ଭାବେ, କିନ୍ତୁ ତମେ କିଛି ଲୋକଙ୍କର ଆତିଥ୍ୟ ମାନେ ଆପଣଙ୍କୁ ଆଜି ଭଲ ଲାଗିବ ନାହିଁ। କିଛି ଲୋକଙ୍କର ଆତିଥ୍ୟ ଗାଁର ଯଦି ଠିକ, ତେବେ ଏଇ ଯୋଉ ମଝିରେ ବସିଥିବା ଆତିଥ୍ୟ ଅତିଥି କି ଆପଣମାନଙ୍କୁ ସମୀକ୍ଷା କରୁଥିବା ବ୍ୟକ୍ତି ଯୋଉମାନେ ଅଛନ୍ତି ତାଙ୍କୁ ଟିକେ ଆଜ୍ଞା ଭଲ ଲାଗିବନି ତାଙ୍କୁ ଦଳେ ନିଶ୍ଚିତ ଭାବେ। କାହିଁକି ନା ମଣିଷ ଏତେ ଉର୍ଦ୍ଧ୍ୱରେ ଅଛି ଏବେ, ଭଗବାନ ଯେମିତି କହନ୍ତି ନା ହମ୍ ତିଷ୍ଠାମି ବୈକୁଣ୍ଠେ, ମୁଁ ଭକ୍ତ ପାଖରେ ଥାଏ। ଆଉ ଭକ୍ତ ପାଖରେ ଭଗବାନ ରହୁନାହାନ୍ତି କି ଭକ୍ତକୁ ଡାକିବା ପାଇଁ ବି ପ୍ରସ୍ତୁତ ନୁହନ୍ତି। ସେଇ ନିୟମରେ କହୁଛି, ବୁଝିପାରୁଥିବ ଏବେ ସେଇଭଳି ହେଲାଣି। ତେଣୁ ସବୁଦିନ ପାଇଁ ଜଣେ ବ୍ୟକ୍ତି ହାରିଯାଏ। କଳାକାର 2 ଜଣ ଯାକ ଜିତନ୍ତି, କେହି ହାରନ୍ତି ନାହିଁ। ଜଣେ ହାରେ, ଯିଏ ଜଜ୍। ଆମେ କ'ଣ ହାରିଥିଲୁ କି? ହାରିନୁ। ଏଇ ସାର୍ ଥିଲେ ଯେ ହରିଥିଲେ, ଅମୁକ ସାର୍ ସେ ସମୁକ ସାର୍। ତେଣୁ ଦଳଟେ ସବୁଦିନ ପାଇଁ ଆମକୁ ହରେଇଲା ଅମୁକ ସାର୍, କିନ୍ତୁ ଗୋଟିଏ ଦିନ ହରେଇବ ସାର୍ ଗୋଟେ ଦଳକୁ, ଗୋଟିଏ ଦିନ। କିନ୍ତୁ ସେ ସବୁଦିନ କହିବେ ଅମୁକ ସାର୍ ହରିଥିଲେ, ନହେଲେ ଆମେ ହାରିଥିଲୁ, ନିହାତି 2 ପଏଣ୍ଟ ଖଣ୍ଡେ ଆମର ହେବା କଥା। ତେଣୁ ମୁଁ ଭାବୁଛି ଆମ ବନ୍ଧୁମାନେ ବା ଆମ କଳାକାର ବୃନ୍ଦ ଏଇ ମନୋବୃତ୍ତି ରଖିବେ ନାହିଁ ବୋଲି ମୁଁ ଆଶା କରିବି। କାରଣ ଇଏ କଠିନ ପାଠ ଆମେ ଯେଉଁ ବସୁଛୁ, ଗୋଟେ ବିଡ଼ମ୍ବନାର ବିଷୟ। ଆପଣମାନେ ଦିନେ ଜଜ୍ ହେବେ ନିଶ୍ଚିତ ଭାବେ, କଳାକାର ବରିଷ୍ଠ କଳାକାର ହେବେ। ତେଣୁ ଏଇ ଆସନ ଯେତେବେଳେ ବସିବେ ନିଶ୍ଚିତ ଜାଣିପାରିବେ କେତେ କଷ୍ଟ ହୁଏ। ଛାଡ଼ନ୍ତୁ, ଆଉ ଗପିବା ସମୟ ନାହିଁ, ଆମେ ଏବେ ଯିବା। ମୁଁ ଆଶା କରିବି ଆପଣମାନେ ସେହିଭଳି ମତ ପୋଷଣ କରିବେ ନାହିଁ କି ନା କରିବେ କି ଆମ ପ୍ରତି କିଛି ବିତୃଷ୍ଣା ଅଛି କି ଆମେ ଆଜି ଯାହା କରିବୁ। ବିତୃଷ୍ଣା ଅଛି କି ଆପଣଙ୍କର? ଅଛି କି ଟିକେ? ନାହିଁ ତ ମାଇକ୍ରେ କହୁନାହାନ୍ତି, ଏମିତି କ'ଣ କରୁଛନ୍ତି? ନାଇଁ ସାର୍। ତେବେ ମୁଁ ଆଶା କରିବି ଆଜିର ଫଳାଫଳ ବହୁତ ସୁନ୍ଦର ଭାବରେ ଆପଣମାନେ କରିଛନ୍ତି। ବିଶେଷ କରି ଧନ୍ୟବାଦ ଦେବି ବିରୁ ପାଟିକି। ମୁଁ ତ ସବୁଦିନ ଆପଣଙ୍କୁ ଦେଖୁଛି, ସେମାନେ ଯେଉଁ ଭଳିଆ ଆପଣଙ୍କ ସହିତ କଣ୍ଟେଷ୍ଟ କରିଛନ୍ତି ବହୁତ ବଢ଼ିଆ, ବହୁତ 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 ବଢ଼ିଆ। କିନ୍ତୁ ଆଜି ଯିଏ ଦ୍ୱିତୀୟ ସ୍ଥାନ ଅଧିକାର କରିବାକୁ ଯାଉଛନ୍ତି, ହାର୍ଟ ବିଟ୍ କ'ଣ ବଢ଼େଇକି ନାଇଁ
ଏଇକି କଥା ଆମର ବଢ଼େ ଆଜି ଯିଏ ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି ସେ କାଣ୍ଡସ୍ୱର ନୁହନ୍ତି, ସିଏ ଆଉ ଦ୍ୱିତୀୟ ସ୍ଥାନ ପ୍ରଥମ ସ୍ଥାନ ତ ନିଶ୍ଚିତ ଭାବେ ଆମେ ଅନୁଭବ କରିବା କାଣ୍ଡସ୍ୱର ପ୍ରଭାବିତ ହେବେ। ଆଶା କରିବି ସମସ୍ତଙ୍କର ମଙ୍ଗଳ କାମନା କରି ଆମେ ଏଇଠି ସଭା ଶାନ୍ତ କରିବାକୁ ଯାଉଛୁ। ଓ